আয় জগত জুড়ায় হেন নিতাই বিনে ভাই রাধা কৃষ্ণ পাইতে নাই দৃঢ় করি ধর নিতাইর পায় নিতাই পদ কমল কোটি চন্দ্র সুশীতল সে সম্বন্ধ নাহি যার বৃথা জন্ম গেল তার সেই পশু বড় দুরাচার নিতাই না বলিল মুখে মজিল সংসার সুখে বিদ্যা কূলে কি করিবে তার নিতাই পদ কমল কোটি চন্দ্র সুশীতল অহংকারে মত হইয়া নিতাই পদ পাশরিয়া অসত্যেরে সত্য করি মানি নিতাইর করুণা হবে ব্রজে রাধা কৃষ্ণ পাবে ভজ তার চরণ দুখানি নিতাই পদ কমল কোটি চন্দ্র সুশীতল নিতাইর চরণ সত্য তাহার সেবক নিত্য নিতাই পদ সদা কর আস নরোত্তম বড় দুঃখী নিতাই মোরে কর সুখী রাখ রাঙ্গা চরণের পাশ নিতাই পদ কমল কোটি চন্দ্র সুশীতল হরে কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে 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 কৃষ্ণ 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 হরে 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 রাম 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 হরে হরে। जय बोलो शिल प्रभुपाद की जय। हरे कृष्ण प्रभु जी। हरे कृष्ण प्रभु जी। धन्यवाद। तो भगवत गीतार 18 दिनिया पाठ्यक्रम रे समस्त को बहुत बहुत स्वागत। तो आम क्लास आरंभ पूर्व मंगलाचरण आरंभ करबा। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ओम अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरुवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपं कदा मह्यं ददान्ति स्वपदान्तिकम्। वन्देऽहं श्रीगुरु श्रीयुतपदकमलं श्रीगुरून् वैष्णवांश्च श्रीरूपं साग्रजातं सहगण रघुनाथान्वितं तं सजीवम् साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादान् सहगण ललिता श्रीविशाखान्वितांश्च। हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। नमो विष्णुपादाय
कृष्ण पृष्ठाय भूतले श्रीमते भक्ति वेदांत स्वामिन् इति नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद हरे कृष्णा कृष्ण कृष्ण हरे 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 राम राम हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण। स्क्रीन देखा जाଉଛି ସମସ୍ତଙ୍କୁ? आज्ञा प्रभु जी। ହଁ। ତ ଭଗବତ ଗୀତାର ଏ 18 ଦିନିଆ ପାଠ୍ୟକ୍ରମରେ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ତ ଆମେ ଭଗବତ ଗୀତାର ଏ 18 ଦିନିଆ ପାଠ୍ୟକ୍ରମର ଯାତ୍ରା ଆଜିଠୁ ପ୍ରାରମ୍ଭ କରିବା। ମୁଁ ଆଶା କରୁଛି ସମସ୍ତ ପ୍ରତିଭାଗୀ ମାନେ ଏହି ପାଠ୍ୟକ୍ରମରେ ମୋ ସହିତ 18 ଦିନ ଯାକ ଶେଷ ପର୍ଯ୍ୟନ୍ତ ଯୋଡି ରହିବେ। ତ ଆମେ ଆରମ୍ଭ କରିବା। ତ ଆମେ ଯୋଉ ଏଇ ଭଗବତ ଗୀତା ପଢୁଛନ୍ତି ୟା ବିଷୟରେ ଟିକେ କିଛି ଜାଣିବା। କଣ ଏଇ ଭଗବତ ଗୀତା, କିଏ ଲେଖିଛନ୍ତି, କିଏ କହିଛନ୍ତି, କାହା ବିଷୟରେ କୁହାଯାଇଛି, ଏ ବିଷୟରେ ପ୍ରାୟ ସମସ୍ତେ ଆମେ ଜାଣିଥିବା କିଛି ନା କିଛି। ତ ଭଗବତ ଗୀତା ତା ଅର୍ଥ କଣ ନା ଭଗବାନ ଯାହାକୁ ଗୀତ ରୂପରେ ଗାଇଛନ୍ତି ସେ ହଉଛି ଭଗବତ ଗୀତା। ଏମିତି ତ ପ୍ରତ୍ୟେକ ଶାସ୍ତ୍ର ଭଗବାନଙ୍କ ବିଷୟରେ ଲେଖା ହେଇଛି, କିନ୍ତୁ ଭଗବତ ଗୀତା ଯାହାକୁ ନିଜେ ସ୍ୱୟଂ ଭଗବାନ କୃଷ୍ଣ ତାଙ୍କର ମୁଖାର ବିନ୍ଦୁରୁ କହିଛନ୍ତି, ତେଣୁ ୟାର ମହାତ୍ମ୍ୟ ଆହୁରି ବଢି ଯାଉଛି। ଆହୁରି କଣ ନା ପ୍ରାଧାନ୍ୟତା ବଢି ଯାଉଛି। ତ ଆମେ ଆ ବିଷୟରେ ଦେଖିବା। ତ ଆମେ ଯୋଉ ଏଇ ଭଗବତ ଗୀତା ଆଜି ଅଧ୍ୟୟନ କରିବା, ତ କଣ ନା ଏଇ ସବୁ କଣ ଇସ୍କନ ର ଯିଏ ଫାଉଣ୍ଡର ଆଚାର୍ଯ୍ୟ, କଣ ତାଙ୍କର ନା ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ, ତାଙ୍କର ଶିକ୍ଷା ଉପରେ ଏସବୁ ଏ ଯୋଉ ପାଠ୍ୟକ୍ରମ ଏଇ ଭଗବତ ଗୀତା ଆଧାରିତ। ତ ଆମ ମାନଙ୍କୁ ପ୍ରଭୁପାଦଙ୍କ ବିଷୟରେ କିଛି ଜାଣିବାକୁ ପଡିବ। କଣ ପାଇଁ ଆମକୁ ପ୍ରଭୁପାଦଙ୍କ ବିଷୟରେ ଜାଣିବା ଦରକାର ନା ଆମକୁ ଯଦି କୌଣସି ଜିନିଷ ଫ୍ରିରେ କିମ୍ବା ସରଳତାରେ ମିଳିଯାଏ, ଆମକୁ ତାର ମହତ୍ଵତା ପୁରା ଜଣା ପଡେ, ତାର ମହତ୍ଵତା କମ ହେଇଯାଏ। ଯେମିତି ଆମେ ଆଜି ଯୋଉ ଭଗବତ ଗୀତା ର ଅଧ୍ୟୟନ ଆରମ୍ଭ କରୁଛନ୍ତି, ତାର ବ୍ୟାଖ୍ୟାନ ପାଇଁ, ତାର ଅନୁବାଦ ପାଇଁ, ତାର ପ୍ରଚାର ପ୍ରସାର ପାଇଁ ପ୍ରଭୁପାଦ କେତେ କଷ୍ଟ ସହିଛନ୍ତି, କେତେ ସଂଘର୍ଷ କରିଛନ୍ତି, ତା ବିଷୟରେ ଆମକୁ କିଛି ଜାଣିବା ଦରକାର। ସେଥି ଯୋଗୁ ଆମ ପାଇଁ ଏଇ ଯୋଉ ସରଳତାରେ ଆମ ପାଖକୁ ମିଳିଯାଉଛି। ଆଜି ଆମେ ମୋବାଇଲରେ, ଦୋକାନରେ, ଇଣ୍ଟରନେଟରେ
ଯୋଉଠି ବି ଚାହିଁବା ଭଗବତ ଗୀତାର କଣ ନା ଭଲ ଭାବେ ମିଳିଯାଉଛି। କିନ୍ତୁ ଏସବୁ କାହା ପାଇଁ ମିଳିପାରୁଛି ନା ପ୍ରଭୁପାଦ ପାଇଁ। ୟା ପଛରେ ତାଙ୍କର ସଂଘର୍ଷ ରହିଛି। ଆମେ କେବେ କେବେ ଦେଖୁଥିବା କଣ ନା କିଛି ବିଦେଶୀ ଲୋକ ଫରେନର୍ସ ଆମେ ଯାହାକୁ କହନ୍ତି, କଣ ନା ସେମାନେ କଣ କରୁଛନ୍ତି ନା ହରେ କୃଷ୍ଣ ନାଁର କୀର୍ତ୍ତନ କରୁଥାଉଛନ୍ତି, ଦେଖିଥିବେ ସମସ୍ତେ। ଆଉ କଣ କରୁଛନ୍ତି ନା ଭଗବତ ଗୀତାକୁ ସେମାନେ ରାସ୍ତାରେ ବାଣ୍ଟୁଛନ୍ତି, ଭଗବାନଙ୍କ ନାଁର ପ୍ରଚାର ପ୍ରସାର କରୁଛନ୍ତି। ଆମକୁ ଦେଖିକି ବହୁତ ଖୁସି ଲାଗୁଛି କି ଦେଖ ସନାତନ ଧର୍ମର ସନାତନ ସଂସ୍କୃତିର ପ୍ରଚାର ହଉଛି ବିଦେଶୀ ଲୋକମାନଙ୍କ ଦ୍ୱାରା। କିନ୍ତୁ ୟା ପଛରେ କାହାର ହାତ ଅଛି ନା ୟା ପଛରେ ନା ଶ୍ରୀଲ ପ୍ରଭୁପାଦଙ୍କର ହାତ ଅଛି। ୟା ବିଷୟରେ ଆମେ କିଏ ବୁଝିବେ। ତେଣୁ ଆମେ ଶ୍ରୀଲ ପ୍ରଭୁପାଦଙ୍କ ବିଷୟରେ ଜାଣିବା ଦରକାର। ଶ୍ରୀଲ ପ୍ରଭୁପାଦଙ୍କର ଯେତେବେଳେ ପ୍ରଭୁପାଦ ଇସ୍କନ ର ସ୍ଥାପନା କଲେ, ଇସ୍କନ ର ପୁରା ନାଁ କଣ? ଇଣ୍ଟରନ୍ୟାସନାଲ ଶ୍ରୀ କୃଷ୍ଣା କନସିୟସନେସ୍। ତ ୟାର ନା ଇଣ୍ଟରନ୍ୟାସନାଲ କଣ ପାଇଁ ରଖାଗଲା ନା ଏଥିପାଇଁ, କାହିଁକି ନା ପ୍ରଭୁପାଦ ଚାହୁଁଥିଲେ ଇଣ୍ଟରନ୍ୟାସନାଲ ମାନେ କଣ ପୁରା ବିଶ୍ୱରେ ଭଗବାନଙ୍କର ଆଉ କୃଷ୍ଣଙ୍କର ଶିକ୍ଷା ଆଉ କଣ ବହୁତ ପ୍ରଚାର ପୁରା ବିଶ୍ୱରେ। ତେଣୁ ୟାର ନାଁ କଣ ନା ଇସ୍କନ ପ୍ରଭୁପାଦ ରଖିଲେ। ତ ଶ୍ରୀଲ ପ୍ରଭୁପାଦଙ୍କ ବିଷୟରେ ଟିକେ ଜାଣିବା। ଶ୍ରୀଲ ପ୍ରଭୁପାଦଙ୍କ ଜନ୍ମ 1896 ଜଣେ ଶୁଦ୍ଧ ବୈଷ୍ଣବ ଭକ୍ତଙ୍କର ପରିବାରରେ କଲିକତାରେ ହେଇଥିଲା। ତାଙ୍କର ମାତା ପିତା ଦୁହେଁ ଶୁଦ୍ଧ ବୈଷ୍ଣବ ଭକ୍ତ ଥିଲେ। ଛୋଟବେଳେ କଣ ହେଲା ନା ତାଙ୍କ ମା ତାଙ୍କୁ ଚାହୁଁଥିଲେ କି ସେ ଜଣେ ଉକିଲ ହଉ। କିନ୍ତୁ ବାପା ଚାହୁଁଥିଲେ କଣ ନା ପୁଅ ବଡ ହେଇକି ହଉ। ପିଲା ହେଲା ବେଳେ, ପିଲା ଥିଲା ବେଳେ କଣ ନା ତାଙ୍କ ବାପା ଗୌର ମୋହନ ଦେ ସେ କଣ କରିଥିଲେ ନା ତାଙ୍କ ସାଙ୍ଗସାଥି ମାନଙ୍କ ସହିତ ଖେଳିବା ପାଇଁ ଗୋଟେ ଛୋଟ ରଥ ବନେଇଲେ। ପ୍ରଭୁପାଦ ସେଇ ରଥରେ ଜଗନ୍ନାଥଙ୍କୁ ବସେଇକି କଣ ନା ରଥ ଟାଣିଥିଲେ, ରଥଯାତ୍ରା କରିଥିଲେ। ତେଣୁ ଛୋଟବେଳୁ ହିଁ ପ୍ରଭୁପାଦଙ୍କ ମନରେ ଭକ୍ତି ଥିଲା। ଯେତେବେଳେ ପ୍ରଭୁପାଦ ବଡ ହେଲେ କଣ ନା ସିଏ କଣ ମହାତ୍ମା ଗାନ୍ଧୀଙ୍କ ସହିତ ସ୍ଵତନ୍ତ୍ରତା, ଆମ ଦେଶର ସ୍ଵାଧୀନ କରିବା ପାଇଁ ସ୍ଵତନ୍ତ୍ରତା ସଂଗ୍ରାମରେ ମଧ୍ୟ ଯୋଗ ଦେଇ, ଆଉ ସେ ତାଙ୍କର ଯେତିକି ଶିକ୍ଷା ସବୁ ଇଂଲିଶ ରେ ପ୍ରଦାନ କରିଥିଲେ। ତାଙ୍କର ଇଂରାଜୀ ବହୁତ ଉନ୍ନତ ଥିଲା। ପ୍ରଭୁପାଦ ପାଠ ପଢିଲା ପରେ ବୋଷ ଫାର୍ମାସିରେ ମଧ୍ୟ ମ୍ୟାନେଜର ଭାବରେ ଚାକିରି କରିଥିଲେ। ଆଉ କଣ ନା ତାଙ୍କର କୌଣସି ଜିନିଷରେ ମଧ୍ୟ କିଛି ପରିବାରରେ କମି ନଥିଲା। ଫେର ବି କଣ ନା ସିଏ ଭକ୍ତିରେ, ଯେତେବେଳେ ତାଙ୍କର ପଢା ସରିଲା, ଦିନେ କଣ ହେଲା ନା ତାଙ୍କର ଭେଟ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଠାକୁର ତାଙ୍କ ସହିତ ହେଲା, ଯିଏକି ଯାଇକି ଆଗକୁ ଶ୍ରୀଲ ପ୍ରଭୁପାଦଙ୍କର ଗୁରୁ ହେଇଥିଲେ, ଦୀକ୍ଷା ଗୁରୁ ହେଇଥିଲେ। ତ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ସିଏ ବି କଣ ନା ବହୁତ ବିଦ୍ୱାନ। ତାଙ୍କୁ ଯେତେବେଳେ 3 ବର୍ଷ ବୟସ ହେଇଥିଲା ମାତ୍ର, ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଯିଏ ଶ୍ରୀଲ ପ୍ରଭୁପାଦଙ୍କର ଗୁରୁ, 3 ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ଭଗବତ ଗୀତାକୁ କଣ କରିଥିଲେ ନା ପୁରା ମନେ ରଖିଦେଇଥିଲେ। ଯେତେବେଳେ ପ୍ରଭୁପାଦଙ୍କ ତାଙ୍କ ସହିତ ଦେଖା ହେଲା, ପ୍ରଭୁପାଦ ପ୍ରଭୁ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ତାଙ୍କର ଗୁରୁ ନିର୍ଦ୍ଦେଶ ଦେଲେ, ତମର ଇଂରାଜୀ ଏତେ ବଢିଆ, ତମେ ଯାଅ କଣ କର ନା ବିଦେଶରେ ପାଶ୍ଚାତ୍ୟ ଦେଶରେ ଭଗବାନଙ୍କର ନାମର ପ୍ରଚାର କର, ଭଗବତ ଗୀତାର ଆଉ ଭାଗବତର ପ୍ରଚାର କର। ତେଣୁ କଣ ନା ତାଙ୍କର ଗୁରୁଙ୍କର ଆଜ୍ଞାକୁ ପାଳନ କରିବା ପାଇଁ ପ୍ରଭୁପାଦ ତାଙ୍କର ଜୀବନର
ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ ଲାଗିଥିଲେ। ରାତିରେ ସେ କେବଳ 2 ଘଣ୍ଟା ଶୋଉଥିଲେ। ଆଉ ଭାଗବତର ଆଉ ଭଗବତ ଗୀତାର ଟ୍ରାନ୍ସଲେସନ। ଏମିତି କି ଯେତେବେଳେ ପ୍ରଭୁପାଦଙ୍କର ଶେଷ ସମୟ ଆସିଯାଇଥିଲା, ସେ ସମୟରେ ବି ସେ ଭାଗବତର ଟ୍ରାନ୍ସଲେସନ କରିଥିଲେ। ଯେତେବେଳେ ପ୍ରଭୁପାଦଙ୍କୁ 70 ବର୍ଷ ହେଇଥିଲା, ପ୍ରଭୁପାଦ ବହୁତ ଦିନ ଧରିକି ବୃନ୍ଦାବନରେ ରହିକି କୃଷ୍ଣ ଭାବନାମୃତ ଆନ୍ଦୋଳନର ପ୍ରଚାର ଭାରତରେ କରିଥିଲେ, କିନ୍ତୁ ଭାରତରେ ତାହା ସକ୍ସେସ ହେଇପାରିଲା। କଣ କଲେ ନା, ଗୁରୁଙ୍କର ଆଦେଶ ପାଇକି ସେ 70 ବର୍ଷ ଯେତେବେଳେ ତାଙ୍କୁ ହେଇଥିଲା, ସେ କଣ କଲେ, ଭଗବତ ଗୀତାର ପ୍ରଚାର କରିବା ପାଇଁ ଆମେରିକା ଗଲେ। ତ ଆଜି ଯେମିତି ଆମେରିକା ଆମେ ପଢୁଛନ୍ତି, କେତେ ସହଜରେ ଭିଜା ମିଳିଯାଉଛି, ଫ୍ଲାଇଟ ରେ ପଳେଇ ଯାଉଛନ୍ତି। ତ ସେଇ ସମୟରେ ଏମିତି ନଥିଲା। ତେଣୁ ପ୍ରଭୁପାଦ ଗୋଟେ ମାଲବାହୀ ଜାହାଜ, ସେଥିରେ ବସିକି ଯାଇଥିଲେ। 30 ଦିନ ସମୟ ଲାଗିଥିଲା ତାଙ୍କୁ ଯିବା ପାଇଁ। ରାସ୍ତାରେ ତାଙ୍କୁ 2 ଥର ହାର୍ଟ ଆଟାକ ବି ହେଇଥିଲା। ତାଙ୍କ ପାଖରେ କୌଣସି ଧନ ବି ନଥିଲା, ପଇସା ବି ନଥିଲା, ମାତ୍ର 40 ଟଙ୍କା। ସେ ବହୁତ ସଂଘର୍ଷ କଲେ। କାହା ପାଇଁ? ନା ତାଙ୍କର ଉପର ଆଦେଶ ପାଳନ। ସେ ଯାଇକି ପାଶ୍ଚାତ୍ୟ ଦେଶରେ କୃଷ୍ଣ ଭକ୍ତି ଆଉ କୃଷ୍ଣ ଶିକ୍ଷାର ପ୍ରଚାର। ସେ କାହାକୁ ଜାଣିନଥିଲେ ଆମେରିକାରେ, ଜଣକୁ କେବଳ ଚିହ୍ନିଥିଲେ। ଏମିତିକି ଯେତେବେଳେ ଆମେରିକାରେ ସେ ଥିଲେ, ସଂଘର୍ଷ କରୁଥିଲେ, ତାଙ୍କର ଲେଖିବା ପାଇଁ ଟାଇପ ରାଇଟର ଥିଲା, ସେ ଗୋଟେ ମାତ୍ର ଟାଇପ ରାଇଟର ବି ଚୋରି ହେଇଗଲା। ଫେର ବି ସେ କଣ ହାର ମାନିନଥିଲେ। ତାଙ୍କର ଅନ୍ତିମ ସମୟ ପାଇଁ ସେ ପୁରା ଅନ୍ତିମ ସମୟ ପର୍ଯ୍ୟନ୍ତ ପୁରା କଣ ସଂଘର୍ଷ କରିଥିଲେ, କି ଭଗବାନ କୃଷ୍ଣଙ୍କର ଶିକ୍ଷାକୁ କଣ ଚାରିଆଡେ ଚାର। ଯେତେବେଳେ ସେ ଆମେରିକାରେ ଯାଇଥିଲେ, ଆମେରିକାରେ ସେ ପ୍ରଥମେ ତାକୁ କଣ ହିପି ଲୋକ, ଯୋଉମାନେ ସମାଜରୁ ବହିଷ୍କୃତ ଲୋକ ଥିଲେ, ସେମାନେ ପ୍ରତ୍ୟେକ ପ୍ରକାରର ନିଶା କରୁଥିଲେ, ମଦ ମାଂସ ଖାଉଥିଲେ, ଅନୈତିକ ସମ୍ବନ୍ଧ ରଖୁଥିଲେ। ତାଙ୍କ ଭିତରେ ରହିକି ସେମାନଙ୍କୁ ମଧ୍ୟ ପ୍ରଭୁପାଦ ଠିକ ବି କରିଦେଲେ, ଆଉ ସମସ୍ତଙ୍କୁ ଭକ୍ତ ବି ବନେଇ ଦେଲେ। ଏମିତି ପ୍ରଭୁପାଦଙ୍କର କଣ ଭକ୍ତି। ଇଏ ହଉଛି ଜଳଦୂତ। ଏଇ ଜଳଦୂତ ମାଲବାହୀ ଜାହାଜରେ କଣ ନା ପ୍ରଭୁପାଦ ଆମେରିକା ଯାଇଥିଲେ। ଆଉ ଏଇ ହଉଛନ୍ତି ସେଇ ହିପି ମାନେ। ହିପି ମାନଙ୍କ ଭିତରେ ରହିକି ସେ ଭଗବାନଙ୍କର ଭକ୍ତିର ପ୍ରଚାର କଲେ, ସମସ୍ତଙ୍କୁ ଭକ୍ତ ବନେଇଲେ। ତାପରେ କଣ, ଏଇ ପ୍ରକାରର 1966 ମସିହା 13 ଜୁଲାଇରେ ଇସ୍କନର କଣ ସ୍ଥାପନା କରିଥିଲେ, ଆମେରିକାର ନ୍ୟୁୟର୍କ ସହରରେ। ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ବା ଇଣ୍ଟରନ୍ୟାସନାଲ ଶ୍ରୀକୃଷ୍ଣା ସୋସାଇଟି। ତାପରେ ଧୀରେ ଧୀରେ ଏଥିରେ ବହୁତ ଲୋକ ଯୋଡ଼ିବାରେ ଲାଗିଲେ। ପ୍ରଭୁପାଦଙ୍କର କଣ ନା କଥାରେ ସମସ୍ତେ ପ୍ରଭାବିତ ହେଲେ, କାହିଁକିନା ସେ ତର୍କ ସମ୍ବନ୍ଧ, ଶାସ୍ତ୍ର ସମ୍ବନ୍ଧ ସବୁ ଜିନିଷ କହୁଥିଲେ। ଦେଖ ଥରେ ଭାବ, ଯୋଉ ଲୋକମାନେ କୃଷ୍ଣ କି ରାମ କାହା ବିଷୟରେ ଜାଣି ନାହାନ୍ତି, ତାଙ୍କୁ ଭକ୍ତ ବନେଇବା କେତେ କଠିନ। ଆମେ ତ ଜନ୍ମରୁ ରାମ, କୃଷ୍ଣ, ନୃସିଂହ, ବିଷ୍ଣୁ ସମସ୍ତଙ୍କ ବିଷୟରେ ଜାଣିଛନ୍ତି, କିନ୍ତୁ ଆମେରିକା ପାଶ୍ଚାତ୍ୟ ଦେଶର ଯୋଉ ଲୋକମାନେ ବିଲକୁଲ ଜାଣି ନାହାନ୍ତି, ସେମାନଙ୍କୁ ଭାବ ଭକ୍ତ ବନେଇବା କେତେ କଷ୍ଟ। ତଥାପି ପ୍ରଭୁପାଦ ଏତେ ବୟସରେ, 70 ବର୍ଷ ବୟସରେ ଯାଇକି ଏସବୁ ସମ୍ଭବ କରିପାରିବେ। ପ୍ରଭୁପାଦ 10 ବର୍ଷ ଭିତରେ କଣ ପୁରା ଦୁନିଆ ସାରା, ବିଶ୍ଵ ସାରା ବୁଲିକି 108ଟି ମନ୍ଦିର ତାଙ୍କ ସମୟରେ ଇସ୍କନର କରିଦେଇଥିଲେ। ଏହା ପାଇଁ ସେ ପୁରା ପୃଥିବୀର 14 ଥର, 14 ଥର, ବିଶ୍ୱାସ କରିପାରିବେ, 14 ଥର ଭ୍ରମଣ କରିଥିଲେ। ଆଉ ପ୍ରାୟ 108ଟି ମନ୍ଦିର ସିଏ ସ୍ଥାପନା କରିଦେଇଥିଲେ। ଯେମିତିଟା ରଷିଆରେ ଏଇ ମନ୍ଦିରଟା ଆମେ ଦେଖିପାରୁଛୁ। ତାପରେ କଣ ନା ସେ ବହୁତ
ବହୁତ ପ୍ରକାର, ଅନେକ ପ୍ରକାର କଣ ନା ବହି ସବୁ ଦେଖି। ଏହିପରି ପ୍ରଭୁପାଦ କଣ କଲେ ନା ଭଗବତ ଗୀତା ଆଉ ଭାଗବତମର ଯୋଉ ଶିକ୍ଷା ଗୁଡିକ ତାର ପ୍ରଚାର ପୁରା ଦୁନିଆରେ, ପୁରା ବିଶ୍ୱରେ 80 80ରୁ ଅଧିକ ବହି ପ୍ରଭୁପାଦ ଲେଖିଛନ୍ତି। ଆଉ ଅନେକ ଅନେକ ଭାଷାରେ ସେ ସବୁ ପୁରା ବିଶ୍ୱ ସାରା କଣ ନା ତାର ବିକ୍ରି। ପ୍ରଭୁପାଦଙ୍କର କଣ ନା ପ୍ରତ୍ୟେକ କଥା ଗୁଡିକ କଣ ଥିଲା ନା ଶାସ୍ତ୍ର ସମ୍ମତ ଥିଲା। ତେଣୁ ସମସ୍ତେ ଯିଏ ବି ତାଙ୍କଠୁ ଇଣ୍ଟରଭ୍ୟୁ ନଉଥିଲେ ତାଙ୍କ କଥାରେ ପ୍ରଭୁପାଦ ଥିଲେ। ତାପରେ ଆମେ ଜାଣିବା ଆଜି ଆମେ ଯୋଉ ଏଇ ଭଗବତ ଗୀତାର ପାଠ୍ୟକ୍ରମ ପଢୁଛନ୍ତି, ଏହା ଆମେ କୋଉଠୁ ନା ଇସ୍କନ ମାଙ୍ଗାଲୋର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ତରଫରୁ ପଢୁଛୁ। ଇଏ ହଉଛନ୍ତି ଆମ ଇସ୍କନ ମାଙ୍ଗାଲୋରର ରାଧା ଗୋବିନ୍ଦ ମନ୍ଦିର। ଏବେ ନୂଆ ମନ୍ଦିର ଅଗଷ୍ଟ 19ରେ ପ୍ରତିଷ୍ଠିତ କରାଯାଇଛି। ବହୁତ ବିଶାଳ ମନ୍ଦିର, ବହୁତ ସୁନ୍ଦର ମନ୍ଦିର ହେଇଛି। ମନ୍ଦିରଟି ଦେଖିବାକୁ ଏତେ ସୁନ୍ଦର, ମୁଁ ବି ଯାଇଥିଲି ମନ୍ଦିରର ପ୍ରତିଷ୍ଠା ସମୟରେ। ବହୁତ ବଡ ମନ୍ଦିର, ଏତେ ସୁନ୍ଦର, ଏତେ ବଡ, ଏତେ କାରୁକାର୍ଯ୍ୟ ତାର ଏତେ ସୁନ୍ଦର ଅଛି। ଏଇ ମନ୍ଦିରର ପ୍ରେସିଡେଣ୍ଟ ହଉଛନ୍ତି ହିଜ ଗ୍ରେସ୍ ନାମ ନିଷ୍ଠା ଦାସ। ସେ ଆଇଆଇଟି କାନପୁରରୁ ବିଟେକ୍ କରିଥିଲେ। ତାଙ୍କର ଅଧ୍ୟକ୍ଷତାରେ ଏଇ ଆମର 18 ଦିନିଆ କୋର୍ସଟି କରାଯାଉଛି। ତ କରୋନା ସମୟରେ ଏଇ କୋର୍ସ ଆରମ୍ଭ କରାଯାଇଥିଲା। ଏଇ ଆଇଡିଆଟି ସେତେବେଳେ ଆସିଥିଲା 2020 ସମୟ। ତାପରେ ଧୀରେ ଧୀରେ ଏଥିରେ କଣ ନା ଲୋକମାନେ ବର୍ତ୍ତମାନ ପାଖାପାଖି 11.5 ଲକ୍ଷ ଲୋକ ଏଥିରେ ବି ତ ଆମେ ଭଗବତ ଗୀତାକୁ କେମିତି ଗ୍ରହଣ କରିବା ନା ଭଗବତ ଗୀତାକୁ ଆମେ ଗୁରୁ ପରମ୍ପରା ଅନୁସାରେ ଗ୍ରହଣ କରିବା କଥା। ଯେମିତି ଆମେ ଦେଖିବା ହିଜ ଗ୍ରେସ୍ ନାମ ନିଷ୍ଠା ଦାସ ପ୍ରଭୁଜୀ, ଯାହାଙ୍କ ଅଧ୍ୟକ୍ଷତାରେ ଆମେ ପାଠ ପଢୁଛନ୍ତି ଭଗବତ ଗୀତାର, ତାଙ୍କର ଗୁରୁ ହଉଛନ୍ତି ଶ୍ରୀଲ ତାଙ୍କର ଗୁରୁ ହଉଛନ୍ତି ଗୁରୁ ମହାରାଜ ଶ୍ରୀ ଜୟ ପତାକା ସ୍ୱାମୀ। ମଝିରେ ତାଙ୍କ ଫଟୋ କରିଛନ୍ତି। ତାଙ୍କର ଗୁରୁ ହଉଛନ୍ତି କିଏ ନା ଶ୍ରୀଲ ପ୍ରଭୁପାଦ। ପ୍ରଭୁପାଦଙ୍କର ବି ଗୁରୁ ହଉଛନ୍ତି ଆମେ ପଢିଥିଲେ ଶ୍ରୀଲ ସିଦ୍ଧାନ୍ତ ସରସ୍ୱତୀ। ତେଣୁ ଏମିତି ଗୁରୁ ପରମ୍ପରା ଦ୍ଵାରା ଏଇ ଭଗବତ ଗୀତାର ଶିକ୍ଷାକୁ ଆମେ ଗ୍ରହଣ କରିବା କଥା। ଚତୁର୍ଥ ଅଧ୍ୟାୟରେ ଆମେ ଦେଖିବା ପଢିପାରିବା, କୁହାଯାଇଛି ଏବଂ ପରମ୍ପରା ପ୍ରାପ୍ତମ୍ ଏବଂ ରାଜର୍ଷୟ ମାନେ ଗୁରୁ ପରମ୍ପରା ଅନୁସାରେ ଭଗବତ ଗୀତାକୁ ଆମେ ଶିଖିବା କଥା। କାହିଁକି ନା ଏ ଭଗବତ ଗୀତା କଣ, ଏ ଭଗବତ ଗୀତା ହଉଛି କଣ ନା ଆମ ଜୀବନର କଣ ନା manual। ଯେମିତି କି ଆମେ ଦେଖିବା ପ୍ରତ୍ୟେକ ଜିନିଷ କିଣିଲେ ତା ସହିତ ଗୋଟେ ମାନୁଆଲ ଥାଏ, ଆମେ ତାକୁ କେମିତି ବ୍ୟବହାର କରିପାରିବା। ଠିକ ସେମିତି ଯେତେବେଳେ ଆମେ ଭଗବତ ଗୀତାକୁ ପଢିବା, ଆମ ଜୀବନକୁ କେମିତି ଆମେ ଉପଯୋଗ କରିପାରିବା, ଜୀବନକୁ କେମିତି ଠିକ ସେ ବ୍ୟବହାର କରିପାରିବା, ଇଏ କଣ ନା ଏଇ ଭଗବତ ଗୀତାରେ ଲେଖା ଯାଇଛି। ଏଇ ଭଗବତ ଗୀତାକୁ କେମିତି ନା ଗୁରୁ ଶିଷ୍ୟ ଭାବରେ ପ୍ରଶ୍ନୋତ୍ତର ଭାବରେ ଏହା ଅଛି। ଅର୍ଜୁନ ପ୍ରଶ୍ନ କରୁଛନ୍ତି ଆଉ ସ୍ଵୟଂ ଭଗବାନ କୃଷ୍ଣ ତାକୁ କଣ ଉପରେ କଣ କରୁଛନ୍ତି ନା ଉତ୍ତର। ଯେମିତି ଆମେ ଟିଭିରେ ଦେଖିବା ଜଣେ ଆଙ୍କର କଣ ପ୍ରଶ୍ନ ପଚାରନ୍ତି, ଯାହା ପ୍ରଶ୍ନ ପଚାରନ୍ତି କିଛି ରାଜନେତାକୁ ତାଙ୍କର ବ୍ୟକ୍ତିଗତ ପ୍ରଶ୍ନ ନଥାଏ, ସିଏ ଯେତେ ଲୋକ ଦେଖୁଥାନ୍ତି ଟିଭି ବା ସେମାନଙ୍କ ପାଇଁ ସେଇ ପ୍ରଶ୍ନ ପଚାରିଥାନ୍ତି। ଠିକ ସେମିତି ଏଇଠି କଣ ନା ଅର୍ଜୁନ ଆମ ସମସ୍ତ ପାଇଁ ପ୍ରଶ୍ନ ପଚାରୁଛନ୍ତି। ତ ଜୀବନର ଯୋଉ ମୁଖ୍ୟ ସମସ୍ୟା କଣ ନା ସେଇ ଜିନିଷ କଣ
ଆଉ ତାର ସମାଧାନ କେମିତି ହେଇପାରିବ ଏସବୁ ଭଗବତ ଗୀତାରେ କୁହାଯାଇଛି। ଆମେ ଭଗବତ ଗୀତାର 13ତମ ଅଧ୍ୟାୟରେ ପଢିବା ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷ ମୋକ୍ଷ। ମାନେ ଏଇ ଜନ୍ମ ମୃତ୍ୟୁ ଜରା ବ୍ୟାଧି କଣ, ୟାର ଦୁଃଖ କଣ, ୟାଠୁ କେମିତି ଆମେ ପାର ହେଇପାରିବା, ଏଇ ପ୍ରକାର ବହୁତ ଜିନିଷ ଅଛି ଯୋଉଟା ଆଗକୁ ଆମେ ଭଗବତରେ ପଢିବା। ତ ଆମେ ଯେମିତି ଦେଖିଲେ ଭଗବତ ଗୀତାର ଜ୍ଞାନ କଣ ନା ପରମ୍ପରାରେ ଆସିଛି। ତ ଆମେ ଦେଖିବା ଏଠି ଦେଖ ଯେମିତି କଣ ନା ବ୍ୟାସଦେବ ନା ବ୍ରହ୍ମା ନାରଦଙ୍କୁ କହିଲେ, ନାରଦ ବ୍ୟାସଦେବଙ୍କୁ କହିଲେ, ବ୍ୟାସଦେବ ମାଧବାଚାର୍ଯ୍ୟଙ୍କୁ କହିଲେ, ମାଧବାଚାର୍ଯ୍ୟ କଣ ନା ଏମିତି ହେଇ ଆସିଲା ପ୍ରଭୁପାଦ। ପ୍ରଭୁପାଦ ହଉଛନ୍ତି 32ତମ। ଏଇ ପ୍ରକାର କଣ ନା ଗୁରୁ ଶିଷ୍ୟ ପରମ୍ପରାରେ ଓ କଣ ଏହି ଶିକ୍ଷାକୁ ଗ୍ରହଣ କରିବା ଉଚିତ। ଆଉ କଣ ନା ଭଗବତ ଗୀତା ଆମକୁ କଣ ଶିଖଉଛି ନା ଆମ ପାଇଁ ଶ୍ରେୟସ୍କର କଣ। ଦୁଇ ପ୍ରକାର ଜିନିଷ ଅଛି, ଶ୍ରେୟସ୍କର, ଶ୍ରେୟସ୍ ଆଉ ପ୍ରେୟସ୍। ଶ୍ରେୟସ୍ ମାନେ କଣ, ସବୁବେଳେ ଆମ ପାଇଁ ଶ୍ରେଷ୍ଠ। ପ୍ରେୟସ୍ ମାନେ କଣ, ଯୋଉଟା ଆମକୁ ସାଙ୍ଗେ ସାଙ୍ଗେ ଭଲ ଲାଗେ, ହୁଏତ ଭବିଷ୍ୟତରେ ଭଲ ନ ହେଇପାରେ। ଯେମିତି ଗୋଟେ ଛୋଟ ଛୁଆ ଚକୋଲେଟ ଖାଇବା ପାଇଁ କାନ୍ଦେ, କଣ ପାଇଁ ନା ଚକୋଲେଟ ତାକୁ ଲାଗେ, କିନ୍ତୁ ତାଙ୍କର ମା ତାଙ୍କୁ ମନା କରନ୍ତି ଚକୋଲେଟ ଖାଇଲେ ଦାନ୍ତ ଖରାପ ହେଇଯିବ। ତେଣୁ ତାଙ୍କ ମା କଣ ଚାହାନ୍ତି, ତାଙ୍କର ଶ୍ରେୟସ୍ ଚାହାନ୍ତି, ଶ୍ରେଷ୍ଠ କଣ ହବ। ଠିକ ସେମିତି ଭଗବତ ଗୀତା କଣ ନା ଆମକୁ କୁହାଉଛି ଆମ ଜୀବନର ସଦୁପଯୋଗ ଆମେ କେମିତି କରିପାରିବା। ତେଣୁ ଏହା ତା- ତ ଆମେ କଣ ଦେଖିବା ନା ଆମେ ଦେଖିବା କି ମହାଭାରତରେ ଗୋଟିଏ ଶ୍ଲୋକ ଅଛି, ଆହାର ନିଦ୍ରା ଭୟମୈଥୁନଂ ଚ ସାମାନ୍ୟ ଏତ ପଶୁର୍ଭି ନରାଣାମ୍ ଧର୍ମ ହି ତେଷାମଧିକ ବିଶେଷ ଧର୍ମେଣ ହୀନା ପଶୁର୍ଭି ସମାନା। ତାମାନେ ଆହାର ନିଦ୍ରା ଭୟ ମୈଥୁନ ଏ ଚାରିଟା ପଶୁ ବି କରୁଛନ୍ତି, ମନୁଷ୍ୟ ବି କରୁଛନ୍ତି। ମଣିଷ ପାଖରେ କଣ ଅଛି ଏକ୍ସଟ୍ରା ନା କଣ ଧର୍ମ ହିଁ ତେଷାମ୍, କେବଳ ଧର୍ମ କଣ, ତେଣୁ ଭକ୍ତି ଯେତେବେଳେ ନ କରିବ ଆମର ବି କଣ ନା ଜୀବନ ସହିତ। ଏବେ ଆମେ ଦେଖିବା ଅର୍ଜୁନ କଣ ପାଇଁ ପାରିଲେନି, ତ ଅର୍ଜୁନ ଜାଣି ପାରିଲେନି କଣ କରିବା ଉଚିତ। ତେଣୁ ସେ କଣ କଲେ ନା ଭଗବାନ ତାକୁ ମୁକ୍ତ କଲେ, ଆଉ ତାକୁ ତାର ଶିକ୍ଷା ଦେଲେ, ଯାହା ଦ୍ଵାରା ସେ ଶିକ୍ଷାକୁ କଣ ଆମେ ପାଇପାରିବା, ଆଉ ଭଲ ଭାବେ ଭଗବାନଙ୍କୁ ବୁଝି ପାରିବା। ତ କଣ ହେଲା ନା ଯେତେବେଳେ ଭଗବାନ ନେଇକି ଅର୍ଜୁନର ରଥକୁ ଦୁଇ ସେନା ମଝିରେ ରଖିଦେଲେ, ତାହେଲେ କଣ ହେଲା ନା ଅର୍ଜୁନ ଦେଖିକି ଆଜି ଆମେ ଧନ ସମ୍ପତ୍ତି କିମ୍ବା ଭଲ ଜବ୍ କିମ୍ବା ଆମର ସବୁ ଜିନିଷ ଦେଖିକି ଆମେ ସବୁ ଜିନିଷରେ ମୁଗ୍ଧ ହେଇଯାଉଛୁ। ତେଣୁ ଏ ମୋହରୁ ବାହାରିବା ପାଇଁ ଅର୍ଜୁନ କଣ କଲେ ନା ଭଗବାନଙ୍କର ଶରଣ। ଆଉ ଏହି ପ୍ରକାର କଣ ହେଲା ନା ଅର୍ଜୁନଙ୍କ ଦ୍ଵାରା ଭଗବାନ ଆମକୁ ଭଗବତ ଗୀତା ବିଷୟରେ କହିଲେ। ତ ଆମେ ଦେଖିବା କି ଆଦି ଶଙ୍କରାଚାର୍ଯ୍ୟ ସିଏ ଏଇ ଭଗବତ ଗୀତା ବିଷୟରେ କଣ କହିଛନ୍ତି। କାହିଁକି ନା ଶଙ୍କରାଚାର୍ଯ୍ୟ ଯେ କଣ ନା ସବୁ ବେଦକୁ ପଢିଛନ୍ତି, ଆମେ ତ ବେଦ ପଢି ନାହାନ୍ତି। ତ ଶଙ୍କରାଚାର୍ଯ୍ୟ ଭଗବତ ଗୀତା ଆଉ ଅର୍ଜୁନ ଆଉ କୃଷ୍ଣ ବିଷୟରେ କଣ କହୁଛନ୍ତି। ସର୍ବୌଦୋ ଗାବ ଦୁଗ୍ଧା ଗୋପାଲ ନନ୍ଦନ ପାର୍ଥ ବଚ୍ଛ ସୁଧୀର୍ ଭୋକ୍ତା ଦୁଗ୍ଧମ୍ ଗୀତାମୃତମ୍ ମହ। ତାମାନେ କଣ କହୁଛନ୍ତି ଏଠି
ସର୍ବ ଉପନିଷଦ ଗାଓ। ମାନେ ଯେତେ ପ୍ରକାର ଉପନିଷଦ 108 ଉପନିଷଦ ଅଛି, ଯଦି ସେ କଣ ଗାଈ ସହିତ ସମାନ ହବ, ଦୁଗ୍ଧା ଗୋପାଳ ନନ୍ଦନ, ତାହେଲେ କ୍ଷୀର ପିଣ୍ଡା ବାଲା ବା ଗୌଡ଼ କିଏ? ଗୋପାଳ ନନ୍ଦନ। କୃଷ୍ଣ ହଉଛନ୍ତି କଣ? ଗୌଡ଼। ପାର୍ଥ ବଚ୍ଛ ସୁଧୀର। ତାମାନେ ପାର୍ଥ କିଏ? ଅର୍ଜୁନ। ଅର୍ଜୁନ ହଉଛନ୍ତି ଗାଈର ବାଛୁରୀ। ଆଉ କଣ? ଗୀତା। ତ ଗୀତାର ଅମୃତ ବାଣୀ ହଉଛି କଣ? କ୍ଷୀର ସହିତ ସମାନ। ଆଉ ମହତ୍, ସେ କ୍ଷୀର କିଏ ପିଇବେ? ନା ସେଇର ଭାଗ୍ୟବାନ ଭକ୍ତ ମାନେ ପାଇଁ ସୁଯୋଗ। ଠିକ କି ନାଇଁ? ଇଏ କିଏ କହୁଛନ୍ତି? ଏଇ କଥା ସ୍ୱୟଂ ଆଦି ଶଙ୍କରାଚାର୍ଯ୍ୟ। ତ ଭଗବତ ଗୀତାର ପ୍ରଥମ ଅଧ୍ୟାୟକୁ ଆମେ ଆରମ୍ଭ କରିବା। ଭଗବତ ଗୀତାର ପ୍ରଥମ ଅଧ୍ୟାୟ କଣ? ନା ଅର୍ଜୁନ ସାଧ ଯୋଗ ବା ସମ୍ୟ ଦିଗ। ତ ଭଗବତ ଗୀତାରେ ଟୋଟାଲି 700 ଶ୍ଲୋକ ଅଛି। ସେଥିରୁ ସବୁଠୁ ଅଧିକ ଶ୍ଲୋକ ଭଗବାନ କୃଷ୍ଣ 574ଟି କହିଛନ୍ତି। ଅର୍ଜୁନ 84ଟି ଶ୍ଲୋକ କହିଛନ୍ତି। ସଞ୍ଜୟ 41ଟି ଶ୍ଲୋକ କହିଛନ୍ତି। ଆଉ ଧୃତରାଷ୍ଟ୍ର ଗୋଟିଏ ଶ୍ଲୋକ କହିଛନ୍ତି। ଯେମିତି ଆମେ ଦେଖିବା, ଯଦି ଆମେ କ୍ଷୀରି ବନେଇବା, କ୍ଷୀରିର ମୁଖ୍ୟ ଇନଗ୍ରେଡିଏଣ୍ଟ କଣ? ନା ଚାଉଳ। ଠିକ ସେମିତି ଭଗବତ ଗୀତାର ମୁଖ୍ୟ କିଏ? ନା ଭଗବାନ। ଆମେ ତ ଆମେ ଦେଖିବା କଣ? ନା କଣ? ନା ଦେଖ, ଗୋଟିଏ ଜିନିଷରେ ଆମେ ଅଲଗା ଅଲଗା ରିଆକ୍ସନ କାହାର କାହାର ଦେଖିପାରିବା। ଯେମିତି ଆମେ ଦେଖିବା ଆରମ୍ଭରେ କଣ? ନା ଧୃତରାଷ୍ଟ୍ରଙ୍କର କଣ ରିଆକ୍ସନ ଅଛି? ତାଙ୍କର ପୁତ୍ର କିଏ? ନା ଦୁର୍ଯ୍ୟୋଧନଙ୍କର କଣ ରିଆକ୍ସନ ଅଛି? ଆଉ ଅର୍ଜୁନଙ୍କର କଣ ରିଆକ୍ସନ ଅଛି? ଏଇଟା ଆମେ ଦେଖିବା। ତ ପ୍ରଥମ ଶ୍ଲୋକ ଧୃତରାଷ୍ଟ୍ର କଣ? ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାୟୁୟୁତ୍ସବः ମକା ପାଣ୍ଡବାଶ୍ଚୈବ କିମକୁର୍वत ସଞ୍ଜୟ। ହେ ସଞ୍ଜୟ, ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକ ଯୁଦ୍ଧ କରିବା ଇଚ୍ଛା ନେଇ ଉପସ୍ଥିତ ଥିବା ମୋର ଏବଂ ପାଣ୍ଡୁଙ୍କ ପୁତ୍ର ମାନେ କଣ କଲେ? ପ୍ରଥମ ଶ୍ଲୋକରେ ଆମେ ଦେଖିଲେ ରାଷ୍ଟ୍ର କଣ କରୁଛନ୍ତି? ସଞ୍ଜୟକୁ କି ମୋର ଆଉ କଣ? ନା ପାଣ୍ଡୁର ପୁତ୍ର ମାନେ କଣ କରୁଛନ୍ତି? ତ ଆମେ ଏଇଠି ଦେଖିବା କଣ? ନା ଧୃତରାଷ୍ଟ୍ର ଜନ୍ମରୁ ହିଁ ଅନ୍ଧ। ସେ କଣ? ନା ସେ ବଡ ହେଲେ ମଧ୍ୟ ରାଜା ହେଇପାରେ। ତେଣୁ ତାଙ୍କ ମନରେ ଇଚ୍ଛା ଥିଲା କି ମୁଁ ତ ରାଜା ହେଇପାରିନି, କମ ସେ କମ ମୋର ପୁଅ ମାନେ ରାଜା ହୁଅନ୍ତୁ। କିନ୍ତୁ କଣ ହେଲା ସେ ସମୟରେ? ତାଙ୍କର ପୁଅ ହେବା ଆଗରୁ କଣ? ନା ତାଙ୍କ ସାନ ଭାଇ ପାଣ୍ଡୁଙ୍କର ପ୍ରଥମ ପୁତ୍ର ହେଇଯାଇଥିଲେ ଯୁଧିଷ୍ଠିର। ତେଣୁ ସେ କଣ ଚାହୁଁଥିଲେ କି ତାଙ୍କର ପୁଅ କଣ? ରାଜା। ସେଥିପାଇଁ କଣ? ନା ସେ ତାଙ୍କର ଭାଇ ପାଣ୍ଡୁଙ୍କର ଯୋଉ ପୁତ୍ର ପାଣ୍ଡବ ଥିଲେ, ତାଙ୍କୁ କଣ? ନା ଭେଦଭାବ କରୁଥିଲେ ତାଙ୍କର ପୁଅ ଆଉ ପାଣ୍ଡବ। ସେଥିପାଇଁ ସେ ପଚାରୁଛନ୍ତି, ମାମକା ମୋ ପୁଅ, ପାଣ୍ଡବା ଦି ଜଣଙ୍କୁ ଅଲଗା ଅଲଗା। ସେଥିପାଇଁ କଣ କଲେ? ପାଣ୍ଡବ ମାନଙ୍କର ମାରିବା ପାଇଁ ଚାହିଁଲେ ତାଙ୍କୁ, ତାଙ୍କର ରାଜ୍ୟକୁ ନେଇଗଲେ। ଆଉ କଣ? ନା ତାଙ୍କୁ କଣ? ନା ରାଜ୍ୟରୁ ମଧ୍ୟ ବାହାରକୁ ବାହାର। ଯେତେବେଳେ ସ୍ଵୟଂ ଭଗବାନ ଶାନ୍ତିଦୂତ ହେଇକି
କଣ ରାଜ୍ୟ ମାଗିବା ପାଇଁ ଯାଇଥିଲେ, କେବଳ 5ଟି ଗାଁ ମାଗିଲେ, ସିଏ ବି ଦୁର୍ଯ୍ୟୋଧନ ଦେବାକୁ ନା କଲା। ତେଣୁ ଯୁଦ୍ଧ ହେଲା। ଯେତେବେଳେ ଯୁଦ୍ଧ ହେଲା, ତାଙ୍କର ସାରଥୀ ଜୟ, ଯାହାକୁ ବେଦବ୍ୟାସଙ୍କର କୃପା ଯୋଗୁ ଦିବ୍ୟ ଦୃଷ୍ଟି ମିଳିଥିଲା, ସେ କଣ ନା ଯୁଦ୍ଧର ବିବରଣ ସିଧା ସେ ଦେଖି ପାରୁଥିଲେ, ଆଉ ଧୃତରାଷ୍ଟ୍ରକୁ ତା ବିଷୟରେ ବହୁ। ତ ଯେମିତି ଆମେ ଦେଖିବା କଣ ନା ଏଇ ଯୁଦ୍ଧ କୋଉଠି ହଉଛି, ଧର୍ମକ୍ଷେତ୍ର କୁରୁକ୍ଷେତ୍ର। ତ ଯେତେବେଳେ କଣ ଆମେ ଦେଖିଲେ ନା ଜାଣିପାରିଲେ କିଏ ନା କି ଧୃତରାଷ୍ଟ୍ର ଜାଣିପାରିଲେ ଏଇ ଯୁଦ୍ଧ କୋଉଠି ହଉଛି ନା ଧର୍ମକ୍ଷେତ୍ର। ତ ଆଜି ଆମେ ଯଦି ଦେଖିବା ଆଜିକା ସମୟରେ ସମସ୍ତେ ଆଜିକା ହିସାବରେ ଧୃତରାଷ୍ଟ୍ର, କାହିଁକି ନା ସମସ୍ତେ କଣ କରୁଛନ୍ତି, ମୁଁ ଆଉ ମୋର, ଏଇ ଜିନିଷରେ ସମସ୍ତେ ବାନ୍ଧିକି ରହୁଛନ୍ତି ଏଇ ସଂସାରରେ। ଏଇ ହଉଛି ସବୁ ଜିନିଷର ଅସୁବିଧା। ଆମକୁ ଶାସ୍ତ୍ର କଣ କହୁଛି, ବସୁଧୈବ, ପୁରା ସମସ୍ତ ବସୁଧା ହଉଛି ଆମର। ତଥାପି ଏଠି କଣ ଧୃତରାଷ୍ଟ୍ର ମାମେକା ପାଣ୍ଡବ। ତ ଏଇ ଯୋଉ ଯୁଦ୍ଧ ହଉଛି, ଏ ହଉଛି ଧାର୍ମିକ ସ୍ଥଳ, ପବିତ୍ର ଭୂମି। ଆଉ କଣ ନା ସେ ଆଉ କଣ ଜାଣିଛନ୍ତି କି ପାଣ୍ଡବ ମାନେ ହଉଛନ୍ତି ଧାର୍ମିକ, ଆଉ ତାଙ୍କ ପଟେ ନିଶ୍ଚିତ ରୂପରେ କିଏ ଅଛନ୍ତି, ସ୍ୱୟଂ ଭଗବାନ ଅଛନ୍ତି। ତେଣୁ କଣ ହବ, ଧୃତରାଷ୍ଟ୍ର ପାଇଁ ଭୟ କରୁଛନ୍ତି କି ଯୁଦ୍ଧରେ କଣ ହବ ନା ନିଶ୍ଚିତ ରୂପେ କଣ ହବ ନା ତାଙ୍କର ପୁତ୍ର ମାନେ ମରିଯାଇ। ଧର୍ମକ୍ଷେତ୍ର ମାନେ ଯୋଉଠି ଧର୍ମର ଚାଷ, ଧର୍ମର ଜମି, ସେଇଠି କଣ ହବ ନା ଯୋଉଠି କଣ ନା ଧାନ କ୍ଷେତ୍ରରେ ଯେମିତି କଣ ରୁହେ, ଘାସ ରୁହେ। କଣ କରନ୍ତି, ଆମେ ଘାସକୁ ଉପାଡି ଦଉ। ଠିକ ସେମିତି ସେ ଜାଣିଛନ୍ତି ଏଇଠି କଣ ହବ, ତାଙ୍କର ପୁଅ ମାନେ ଯୋଉମାନେ ଆସୁରିକ ପ୍ରଭୃତି ସମସ୍ତେ। ଏଇ ଭୟ କଣ ହେଲା ନା ଏ ଭୟ ଧୃତରାଷ୍ଟ୍ରକୁ। ତ ଏବେ ଆମେ ଦେଖିବା ଧୃତରାଷ୍ଟ୍ରଙ୍କ ଭୟ ହେଲା, ତାଙ୍କର ପୁଅ କଣ କରୁଛନ୍ତି ଦୁର୍ଯ୍ୟୋଧନ, पश्चात् पश्येतां पाण्डुपुत्राणाम् आचार्यं महतीं च मुं व्यूढां द्रुपदपुत्रेण तव शिष्येण धीमता। ନା ଦୁର୍ଯ୍ୟୋଧନ କଣ କହୁଛନ୍ତି ନା ଆଚାର୍ଯ୍ୟ ଦେଖନ୍ତୁ ଆପଣଙ୍କର ଶିଷ୍ୟ କିପରି ସୁନ୍ଦର ଭାବରେ ବ୍ୟୁହ ରଚନା କରିଛନ୍ତି। ଆମେ ଧୃତରାଷ୍ଟ୍ରର ମାନସିକତା ଦେଖିଲେ, ଏବେ ତାଙ୍କର ପୁତ୍ର ଦୁର୍ଯ୍ୟୋଧନର କଣ ମାନସିକତା ଦେଖିବା ନା ସେ ଯାଉଛନ୍ତି ଆଉ ଦ୍ରୋଣାଚାର୍ଯ୍ୟଙ୍କୁ କଣ କହୁଛନ୍ତି ନା ଉସ୍କଉଛନ୍ତି ଯୁଦ୍ଧ ପାଇଁ। କଣ କହୁଛନ୍ତି, ଦେଖ ତମର ପ୍ରିୟ ଶିଷ୍ୟ କିଏ ନା ଧୃଷ୍ଟଦ୍ୟୁମ୍ନ, ଯେ କଣ କରିଛି ନା ପାଣ୍ଡବ ମାନଙ୍କର ସେନାକୁ ବହୁତ ଭାବରେ ରଚନା କରୁଛି, କେତେ କୁଶଳ ବ୍ୟବସ୍ଥାରେ। ତ ଆମକୁ ଜାଣିବାକୁ ପଡିବ ଧୃଷ୍ଟଦ୍ୟୁମ୍ନ କିଏ ନା ନା ଦ୍ରୋଣାଚାର୍ଯ୍ୟ, ଆଉ କିଏ ନା ତାଙ୍କର ଜଣେ ସାଙ୍ଗ ଥିଲେ ଦ୍ରୁପଦ, ରାଜା ଦ୍ରୁପଦ ବହୁତ ସାଙ୍ଗ ଥିଲେ, କିଛି କାରଣରୁ ତାଙ୍କ ବିଷୟରେ ଝଗଡା ହେଇଗଲା। କଣ ହେଲା ନା ତାପରେ ଦ୍ରୋଣାଚାର୍ଯ୍ୟକୁ ମାରିବା ପାଇଁ ଯଜ୍ଞ କରି ସେଥିରୁ ଧୃଷ୍ଟଦ୍ୟୁମ୍ନ ଜ- ତ ତଥାପି ସେ ଯେତେବେଳେ ଦ୍ରୋଣାଚାର୍ଯ୍ୟ ପାଖକୁ ଶିକ୍ଷା ଗ୍ରହଣ କରିବାକୁ ଗଲା ଅସ୍ତ୍ର ଶସ୍ତ୍ରର, ଦ୍ରୋଣାଚାର୍ଯ୍ୟ ତାକୁ ଶିକ୍ଷା ଦେଇଥିଲେ। ତେଣୁ ଦ୍ରୋଣାଚାର୍ଯ୍ୟଙ୍କୁ କଟାକ୍ଷ କରିକି କଣ କରୁଛି ଦୁର୍ଯ୍ୟୋଧନ, କହୁଛି ଦେଖ ତମେ ଯାହାକୁ ତମ ଶତ୍ରୁର ପୁତ୍ରକୁ ଶିକ୍ଷା ଦେଲ, ସେ କେମିତି ସୁନ୍ଦର ଭାବରେ କଣ ନା ପାଣ୍ଡବ ମାନଙ୍କର ସେନାକୁ ସଜେଇଛି। ତ ଏଇ ସମୟରେ କଣ ହେଲା ନା ଧୃତରାଷ୍ଟ୍ର ଦୁର୍ଯ୍ୟୋଧନ ଯାଇକି ସମସ୍ତଙ୍କ ପାଖକୁ କଣ ନା ପାଇଁ ସେଇ ସମୟରେ କଣ ହେଲା, ସଘୋଷ ଧାର୍ତ ରାଷ୍ଟ୍ରାଣାମ୍ ହୃଦୟାନି ବ୍ୟଦାରୟତ୍ ନଭଶ୍ଚ ପୃଥିବୀଂ ଚୈବ ତୁମୁଲୋऽପ୍ୟ ଅନୁନାଦୟତ୍। ତ କଣ ହେଲା ତାପରେ ନା ଦୁର୍ଯ୍ୟୋଧନ ଯେତେବେଳେ ସମସ୍ତଙ୍କ ପାଖକୁ ଗଲା, ସେଇ ସମୟରେ ପ୍ରଥମେ ଭୀଷ୍ମ ଦେବ କଣ କଲେ, ଧୃତରାଷ୍ଟ୍ରର ପୁଅ ଦୁର୍ଯ୍ୟୋଧନକୁ ଖୁସି କରିବା ପାଇଁ
ତାପରେ କଣ ହେଲା ଯେତେବେଳେ ସେ ଶଙ୍ଖ ବଜେଇଲେ ଜଣେ ଜଣେ କି ସମସ୍ତେ ଶଙ୍ଖ ବଜେଇଲେ। କୃଷ୍ଣ କଣ କଲେ ନା ତାଙ୍କର, ଅ, ପଞ୍ଚଜନ୍ୟ ନାମକ ଶଙ୍ଖକୁ ବଜେଇଲେ। ଅର୍ଜୁନ ବି ତାଙ୍କର ଶଙ୍ଖ ବଜେଇଲେ। ଏମିତି ସମସ୍ତେ ଯେତେବେଳେ ଶଙ୍ଖ ବଜେଇଲେ, ପୁରା ପାଣ୍ଡବ ପକ୍ଷ ଶଙ୍ଖ ବଜେଇବାରୁ ସେଟା ଏତେ ଜୋରରେ ଆବାଜ ହେଲା, ଯାହା ଦ୍ଵାରା କଣ ନା ଧୃତରାଷ୍ଟ୍ର ଆଉ ତାଙ୍କର ଯୋଉ କୌରବ ମାନଙ୍କ ପୁତ୍ର, ତାର ଆବାଜ ଶୁଣି ତାଙ୍କର ହୃଦୟ ବିଦାରିତ, ବିଚଳିତ ହେଇଗଲା। ତ ଏଇ ହଉଛି ପାଣ୍ଡବ ମାନଙ୍କର ତାର କେତେ ଶକ୍ତି। କଣ ପ୍ରଥମେ ଆମେ ଦେଖିବା କି ଯୁଦ୍ଧ କୋଉଠି ହଉଥିଲା ନା ଧର୍ମକ୍ଷେତ୍ର। ତ କୁରୁକ୍ଷେତ୍ର ହଉଛି କ୍ଷେତ୍ର, ଯୋଉଠି କଣ ନା ବହୁତ ଋଷି ମୁନି ମାନେ ତପସ୍ୟା କରିବେ। ଆଉ ଧର୍ମ କୋଉଠି ରହିବ, ଯୋଉଠି ଭଗବାନ ରହିବେ। କାହିଁକି ନା ସବୁ ଲୋକ ଚାହାନ୍ତି କଣ ପାଇଁ ନା ଭଗବାନଙ୍କର ଶକ୍ତି। ଶକ୍ତି ମାନଙ୍କୁ କିଏ ଚାହୁଁନା। ଦେଖିବା କଣ ହେଲା ନା ଯେତେବେଳେ ଦୁର୍ଯ୍ୟୋଧନ ସହାୟତା ପାଇଁ ଭଗବାନ ପାଖକୁ ଗଲେ, ସେ ଭଗବାନଙ୍କୁ ଚାହିଁଲେ, ଭଗବାନଙ୍କର ଶକ୍ତିକୁ ଚାହିଁଲେ। ନାରାୟଣୀ ସେନା, ଯେମିତି ଆମେ ଦେଖିବା ରାବଣ କଣ କଲା ନା ଭଗବାନ ସ୍ଵୟଂ ଶକ୍ତିମାନ ଶ୍ରୀ ରାମକୁ ଚାହିଁଲେନି, ତାଙ୍କର ଶକ୍ତି ମାତା ସୀତାକୁ ଚାହିଁଥିଲେ, ତାର ସର୍ବନାଶ ହେଇଥିଲା। ତେଣୁ ଧର୍ମକ୍ଷେତ୍ରରେ ଯୁଦ୍ଧ ହଉଛି, ସେଥିପାଇଁ ପାଣ୍ଡବ ମାନେ ଯୁଦ୍ଧ ଜିତିଯିବେ। ତାପରେ ଆଉ କଣ ଦେଖିବା ଆମେ ନା ଦିବ୍ୟ ରଥ। କାହିଁକି ଦିବ୍ୟ ରଥ ନା ଅର୍ଜୁନଙ୍କୁ ଯୋଉ ରଥରେ ଅଛନ୍ତି, ସେ ଅର୍ଜୁନଙ୍କର ରଥ ଟାକୁ କିଏ ନା ସ୍ଵୟଂ ଅଗ୍ନି ଦେବ ଦେଇଥିଲେ। ତେଣୁ ସେ ରଥ ଯୋଗୁ ଅର୍ଜୁନ ଜିତିବାର ବହୁତ ଚାନ୍ସ ଥିଲା। ତେଣୁ କଣ ଏହା ଦ୍ୱାରା ବି ଜଣା ପଡେ ପାଣ୍ଡବ ଜିତିବେ। ତାପରେ କଣ କପିଧ୍ୱଜ, ଏ ରଥ ଉପରେ କାହାର ପତାକା ଅଛି ନା ସ୍ଵୟଂ ହନୁମାନଙ୍କର ପତାକା ଅଛି। ହନୁମାନଙ୍କର ପତାକା ଥିବାରୁ ହନୁମାନ କଣ କରିଥିଲେ ନା ରାମଙ୍କ ସମୟରେ ସେ କଣ ନା ବାନର ସେନାରେ ଯୋଗ ଦେଇକି କଣ କରିଥିଲେ ନା ବିଜୟ ଲାଭ କରିଥିଲେ। ତେଣୁ ଏ ବି ଗୋଟେ ପ୍ରକାର ସଂକେତ କି ନିଶ୍ଚିତ ପାଣ୍ଡବ। ତାପରେ ଆମେ କଣ ଦେଖିବେ, ଦେଖିଲେ ଶଙ୍ଖନାଦ। ଯେତେବେଳେ ସବୁ ପାଣ୍ଡବ ମାନେ ଶଙ୍ଖନାଦ କଲେ, ତାହା ଦ୍ୱାରା କଣ ହେଲା ନା କୌରବ ମାନେ ବିଚଳିତ। ତେଣୁ ଏଥିରୁ ଜାଣିପାରୁଛନ୍ତି କଣ ନା କି ନିଶ୍ଚିତ ରୂପରେ ପାଣ୍ଡବ ମାନେ ଜିତିବେ। ତାପରେ ଆସିଲା ଅର୍ଜୁନଙ୍କର ମୁଖ୍ୟ ଅସ୍ତ୍ର କଣ, ଆମେ ଜାଣିଛନ୍ତି ଅର୍ଜୁନ ହଉଛନ୍ତି କଣ ନା ତାଙ୍କର ନାଁ କଣ, ଗୋଟିଏ ନାଁ ଅଛି ନା ସିଏ ସେଇ ସମୟର ସବୁଠୁ ବଡ ଧନୁର୍ଦ୍ଧର। ତେଣୁ ତାଙ୍କର ଯୋଉ ଗାଣ୍ଡିବ ଧନୁ ଆଉ ଅକ୍ଷୟ ତୃଣୀର, ଏ ବି ତାଙ୍କୁ କଣ ଅଗ୍ନି ଦେବଙ୍କୁ ମିଳିଥିଲା। ତାଙ୍କର ତୁଣୀର କେବେ ବି ତୀରରୁ ଛାଡି ହୁଏନି। ଆଉ ଗାଣ୍ଡିବ ଧନୁ ଦ୍ୱାରା ସିଏ ଶବ୍ଦ ଜିତିଥିଲେ। ୟା ଦେହରୁ ଆମେ ଜାଣିବା କଣ ନା ଇଏ ପାଣ୍ଡବ ମାନେ। ତାପରେ ଆସିଲା କି ଯୋଉ ଦିନ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହେଲା, ବା ଭଗବାନ ଯୋଉ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ କଣ ନା ଭଗବତ ଗୀତାର ଜ୍ଞାନ ଦେଲେ, ସେଦିନ କଣ ଥିଲା ନା ମୋକ୍ଷଦା ଏକାଦଶୀ, ଶୁଭ ଦିନ ଥିଲା। ଏକାଦଶୀ ଭଗବାନଙ୍କର ପ୍ରିୟ ତିଥି। ସେଥିପାଇଁ ଆମେ ଜାଣିବା କଣ ଜାଣିପାରିବା ନା ନିଶ୍ଚିତ ରୂପରେ ପାଣ୍ଡବ ମାନେ ଯୁଦ୍ଧ। ତାପରେ କଣ ନା ସ୍ଵୟଂ ଭଗବାନ ଋଷିକେଶ କଣ ଅଛନ୍ତି ପାଣ୍ଡବ ମାନଙ୍କ ସାଙ୍ଗରେ ଅଛନ୍ତି। ଭଗବାନଙ୍କର ଗୋଟେ ନାଁ ହଉଛି କଣ କୃଷ୍ଣଙ୍କର ଋଷିକେଶ। ଋଷିକେଶ ମାନେ କଣ ଇନ୍ଦ୍ରିୟଙ୍କର ସ୍ଵାମୀ। ଆମେ ଦେଖିବା ଯେତେ ଇନ୍ଦ୍ରିୟ ଅଛି, ଆମ ଇନ୍ଦ୍ରିୟର ସ୍ଵାମୀ ଆମେ, କିନ୍ତୁ ସବୁ ଇନ୍ଦ୍ରିୟର ସ୍ଵାମୀ କିଏ ନା ଭଗବାନ। ଯେମିତି ଆମେ ଦେଖିବା ଆମ ଘରେ ଲାଇଟ ଲାଗିଛି, ଆମେ ସୁଇଚ କୁ ଅନ୍ ଅଫ୍ କଲେ ଲାଇଟ ଟି
ବନ୍ଦ ହବ ଜଳିବ। ତାମାନେ ଆମେ କଣ, ଆମ ଲାଇଟ ର କଣ୍ଟ୍ରୋଲର। କିନ୍ତୁ ଯଦି ପାୱାର ହାଉସ ରୁ ହିଁ ଲାଇଟ ନ ଆସିବ, ଆମେ ଯେତେ ସୁଇଚ ଅନ୍ ଅଫ୍ କଲେ ସୁଇଚ ର କିଛି ଲାଇଟ ର କିଛି ପ୍ରଭାବ ରହିବ କି? କିଛି ରହିବ। ଠିକ ସେମିତି ପାୱାର ହାଉସ ହଉଛନ୍ତି ଭଗବାନ। ଯେହେତୁ ଭଗବାନ ଅଛନ୍ତି ଯୋଉଠି, ତେଣୁ ନିଶ୍ଚିତ ରୂପରେ ଭଗବାନ ଜାଣିଛନ୍ତି ସମସ୍ତ ଇନ୍ଦ୍ରିୟ ବିଷୟରେ। ତେଣୁ ନିଶ୍ଚିତ ରୂପରେ କଣ ନା ପାଣ୍ଡବ ମାନେ ଜିତିବେ। ଆଉ ତାପରେ ଅଛନ୍ତି ମାଧବ, ଭଗବାନଙ୍କର ମାଧବ ମାନେ ଭାଗ୍ୟ ଲକ୍ଷ୍ମୀ, ଲକ୍ଷ୍ମୀପତି। ମା ମାନେ ଲକ୍ଷ୍ମୀ, ଧବ ମାନେ ପତି। ଭଗବାନ ହଉଛନ୍ତି ଲକ୍ଷ୍ମୀଙ୍କର ପତି। ତେଣୁ ଯୋଉଠି ଭଗବାନ ରହିବେ, ଭାଗ୍ୟ ଲକ୍ଷ୍ମୀ ବି ସେଇଠି ରହିବେ। ତେଣୁ ଅର୍ଜୁନ ଜିତିବେ। ତାପରେ କଣ ଦେଖିବା ନା, ଯେତେବେଳେ ଦୁର୍ଯ୍ୟୋଧନ ତାଙ୍କର ସବୁ ସେନା ବିଷୟରେ କହୁଥିବେ ଭୀଷ୍ମ ଦେବଙ୍କୁ, ସେଇ ସମୟରେ କଣ ନା ସେ କହିବେ ତ୍ୟକ୍ତ ଜୀବିତା। ତା ଅର୍ଥ ସେ କହିବାକୁ ଚାହୁଁଛନ୍ତି, ମୋ ପଟେ ଯେତିକି ସବୁ ସୈନ୍ୟ ମାନେ ଅଛନ୍ତି, ଯୋଦ୍ଧା ମାନେ ଅଛନ୍ତି, ତାଙ୍କର ଜୀବନ ପରିତ୍ୟାଗ କରିବାକୁ ଆସିଛନ୍ତି। ତା ମାନେ ଦୁର୍ଯ୍ୟୋଧନ ମାନିଛନ୍ତି କି ସମସ୍ତେ କଣ ହେବେ ନା ଏଇଠି ଯୁଦ୍ଧରେ ମରିବାକୁ ଆସିଛନ୍ତି। ତେଣୁ ୟା ଦ୍ଵାରା କଣ ନା ଜଣା ପଡୁଛି ଯେ ଯୁଦ୍ଧରେ ଯୋଦ୍ଧା ମାନେ ମରିଯିବେ, ତାମାନେ କଣ ହବ? ନିଶ୍ଚିତ ରୂପରେ ସେମାନେ ହାରିବେ, ଆଉ ପାଣ୍ଡବ ମାନେ ଜିତିବେ। ଏଇ ପ୍ରକାର କେତେ ଗୁଡା ଲକ୍ଷଣ ଅଛି। ତାପରେ ଆମେ ଦେଖିବା ଅର୍ଜୁନ କଣ ପାଇଁ ଯୁଦ୍ଧ କରିବାକୁ ଚାହୁଁଛନ୍ତି। ନା ଯେତେବେଳେ ଆମେ ଦେଖିବା ଭଗବାନ କଣ କଲେ ନା ଦୁଇ ସେନାଙ୍କର ମଝିରେ ନେଇକି ରଖିଦେଲେ ଅର୍ଜୁନଙ୍କର ରଥକୁ। ଅର୍ଜୁନ ସେତେବେଳେ କଣ ନା କଣ ଦେଖିଲେ ନା ତାଙ୍କର ତା ମୁହଁକୁ ଦେଖିଲେ, ଚାରିଙ୍କୁ ଦେଖିଲେ, ଭାଇ ମାନଙ୍କୁ ଦେଖିଲେ, ପୁତ୍ର ମାନଙ୍କୁ ଦେଖିଲେ, ପୌତ୍ର ମାନଙ୍କୁ ଦେଖିଲେ, ମାମୁଁ ଶଳା ଶଶୁର ସମସ୍ତଙ୍କୁ ସମ୍ବୋଧନ। ଯେତେବେଳେ ଏମାନଙ୍କୁ ଦେଖିଲେ କଣ ହେଲା, ତାଙ୍କ ମନରେ କଣ ଆସିଲା ନା କରୁଣା ଭାବ ପଳେଇ ଆସିଲା। ତେଣୁ ସେ କଣ କଲେ ନା ସେ ଯୁଦ୍ଧ କରିବାକୁ ମନା। ଯୁଦ୍ଧ ନ କରିବା ପାଇଁ କଣ କଲେ ନା ପାଞ୍ଚଟି କାରଣ ସିଏ ଦେଲେ। କଣ କାରଣ? ଏବେ ତ ଆମେ ଦେଖିଲେ ଅର୍ଜୁନ ଆରମ୍ଭରୁ ଫୁଲ କନଫିଡେନ୍ସ ରେ ଥିଲେ। ସିଏ ଏଇ ଯୁଦ୍ଧ ପାଇଁ ଯୋଉ ତାଙ୍କୁ ବନବାସ ମିଳିଥିଲା, ସେ 12 ବର୍ଷ ବନବାସରେ ସେ କେତେ ତିଆରି କରିଥିଲେ, କେତେ ତିଆରି କରିଥିଲେ। ଯାଇକି କଣ ନା ଭଗବାନ ଶିବଙ୍କଠୁ ପଶୁପତ ଅସ୍ତ୍ର ଆଣିଥିଲେ। ସେ ସ୍ୱର୍ଗକୁ ଯାଇକି ଦେବତା ମାନଙ୍କରୁ କଣ ନା ଦୈବୀ ଅସ୍ତ୍ର ସବୁ ଆଣିଥିଲେ। କେତେ ପ୍ରକାର ଅସ୍ତ୍ର ଆଣିଥିଲେ। ତ କଣ ହେଲା ଯେ ସେ ଯୁଦ୍ଧ କରିବାକୁ ଏବେ ମନା କରୁଛି? ତ ଆମେ କଣ ଦେଖିବା ନା ଯେତେବେଳେ ସେ ନିଜର ଯୁଦ୍ଧ କ୍ଷେତ୍ରରେ ତାଙ୍କର ସବୁ ପରିବାର ଆଉ ସମ୍ବନ୍ଧୀ ମାନଙ୍କୁ ଦେଖିଦେଲେ, କଣ ହେଲା ନା ତାଙ୍କ ମନରେ କରୁଣା ଭାବ ଆସିଗଲା। ତ ତ ପାଖରେ କରୁଣା ଭାବ ନିଶ୍ଚିତ ରୂପରେ ଥାଏ। ଭକ୍ତ ମାନେ ସେ କେବେ ବି କଠିନ ହୁଅନ୍ତି, କରୁଣ ହୃଦୟ। ତେଣୁ ସେ ଭଗବାନ କହିଲେ କି ନା 1.28 କହିଲେ କି ଦେଖନ୍ତୁ ଭଗବାନ, ମୁଁ ତାଙ୍କ ଉପରେ ମୋର ଦୟା ଆସିଗଲା, କରୁଣାରେ ପରିପୂର୍ଣ୍ଣ ହେଇଗଲି, ମୁଁ ଆଉ ଯୁଦ୍ଧ କରିପାରିବି ନାହିଁ। ଏହା ହିଁ ହଉଛି ଜଣେ ଭକ୍ତ ଆଉ ଅଭକ୍ତରେ ଫରକ। ଦେଖ ସେଇଠି ଆମେ ଦେଖିଲେ ଆରମ୍ଭରୁ ଦୁର୍ଯ୍ୟୋଧନ କଣ ଯାଇକି ସମସ୍ତଙ୍କୁ ଉତ୍ସୋଗ କି ତମେ ଯୁଦ୍ଧ କର, ଯୁଦ୍ଧ କର, ଯୁଦ୍ଧ କର। ଏଇଠି ଅର୍ଜୁନ କଣ କହୁଛନ୍ତି, ମୁଁ ଯୁଦ୍ଧ କରିବି ନାହିଁ, ଏମାନେ ସମସ୍ତେ ମୋର ସମ୍ବନ୍ଧୀ, ମୋର ପରିବାର ଲୋକ, ଏମାନେ ସବୁ ମରିଯିବେ, ମୁଁ କଣ କରିବି ଯୁଦ୍ଧ କରିବି। ତାପରେ କଣ ଆସୁଛି ସିଏ ତ ଅର୍ଜୁନ କହୁଛନ୍ତି ମୁଁ ଯୁଦ୍ଧ କାହା ପାଇଁ କରୁଛି ନା ମୋର ପରିବାର ଆଉ ସମ୍ବନ୍ଧୀ ମାନଙ୍କ ପାଇଁ। ଯଦି ସମସ୍ତେ ଯୁଦ୍ଧରେ ମରିଯିବେ, ମତେ ତ କିଛି ଖୁସି ମିଳିବନି, ମତେ ବି କିଛି ସୁଖ ମିଳିବନି। ମୁଁ ଏ ରାଜ୍ୟ ସୁଖ କାହା ପାଇଁ ପାଇବି? ଏ ରାଜ୍ୟ ଭୋଗ ପାଇକି କଣ କରିବି ଯଦି ମୋର ସବୁ ପରିବାର ଲୋକ ହିଁ ମରିଯିବେ? ତେଣୁ ମୁଁ ଯୁଦ୍ଧ କରିବି
ନାହିଁ। କାହିଁକି ନା ଏଥିରେ ମତେ କୌଣସି ସୁଖ କୌଣସି ଖୁସି ଥିବ ନାହିଁ। ସେ କହୁଛନ୍ତି କି ଯଦି ବି ମତେ ତିନି ଲୋକର ରାଜ୍ୟ ମିଳିଯାଏ ତଥାପି ମଧ୍ୟ ମୁଁ କଣ କରିବି ତ କାହିଁକି ନା ଯାହା ପାଇଁ ମୁଁ ଯୁଦ୍ଧ କରିବି ସେମାନେ ହିଁ ତ ମରିଯିବେ। ଖୁସି ମତେ ମିଳିବନି, ଏକୁଟିଆ କଣ ନେଇକି ମୁଁ ଖୁସି କଣ ପାଇବି। ତାପରେ କଣ କହୁଛନ୍ତି କି ପାପ ଲାଗିବ ଯଦି ମୁଁ ଏମାନଙ୍କୁ ମାରିଦେଲି। ଆମେ ସିନା ଜାଣିଛନ୍ତି ସେମାନେ ଭୁଲ କାମ କରୁଛନ୍ତି, ସେମାନେ ତ ବୁଝି ପାରୁନାହାନ୍ତି କି ସେମାନେ ଭୁଲ କାମ କରୁଛନ୍ତି। ତେଣୁ କଣ ନା ସେ କହିବେ କି ମୁଁ କଣ କରିବି ନା ଯଦି ଏମାନଙ୍କୁ ମାରିଲି ଏମାନେ ଆତତାୟୀ, ଏମାନଙ୍କୁ ମୁଁ ଯଦି ମାରିଲି ମତେ କଣ ହବ ନା ପାପ। ଶାସ୍ତ୍ରରେ ଲେଖା ହେଇଛି 6 ପ୍ରକାର ଆତତାୟୀ ମାନଙ୍କୁ ମାରିଲେ କୌଣସି କଣ ନା ପାପ ଲାଗେ ନାହିଁ। ଅର୍ଜୁନ ସେୟା ଜାଣିପାରୁନଥିଲେ, କହିଲେ କି ଏମାନଙ୍କୁ ମାରିଲେ କଣ ହବ ନା ପାପ ଲାଗିବ। ତେଣୁ ମୁଁ କଣ କରିବି ଏମାନଙ୍କୁ ମାରିବିନି କି ଯୁଦ୍ଧ। ଚତୁର୍ଥ କାରଣ କଣ ଦେଲେ? ଚତୁର୍ଥ କାରଣ ଦେଲେ କି ଯଦି ସମସ୍ତେ ମରିଗଲେ କଣ ହବ ନା ପରିବାର ନଷ୍ଟ। ଯେତେବେଳେ ସବୁ ବଡ ଲୋକମାନେ ମରିଯିବେ କଣ ହବ ନା ପରମ୍ପରା ନଷ୍ଟ ହେଇଯିବ। ବୟୋବୃଦ୍ଧ ମାନେ ଯେତେବେଳେ ମରିଯିବେ କିଏ ରହିବନି। ପିଲାମାନେ କଣ ହେବେ ନା ଅଧର୍ମକୁ ପଳେଇ ଯିବେ। ଆଉ ସବୁ ପୁରୁଷ ମରିଗଲେ କଣ ହେବେ ନା ସ୍ତ୍ରୀ ମାନେ ହେଇଯିବେ। ଆଉ କଣ ହେବେ ଅବାଞ୍ଛିତ ସନ୍ତାନର ଉତ୍ପତ୍ତି ହବ। ଆଉ କଣ ହବ ତା ଦ୍ଵାରା କଣ ହବ ନା ସେମାନେ ପିଣ୍ଡ ଦାନ ପାଇପାରିବେ। ଏମିତି ପ୍ରକାର ଗୋଟିଏ ଲଜିକ ସବୁ କିଏ ନା ଅର୍ଜୁନ ସେ ଗୋଟେ ଦେଲେ। ଲାଷ୍ଟ କୁ କଣ କହିଲେ ନା କଣ କରିବି କଣ କରିବିନି ଏ ନିଷ୍ପତ୍ତି ମୁଁ ନେଇପାରୁ ନାହିଁ। ଅର୍ଜୁନ କଣ ନିଷ୍ପତ୍ତି ଦେଲେ କନଫ୍ୟୁଜ ହେଇଗଲେ। ତ ଏଇ ପ୍ରକାର 5ଟି କାରଣ ଯୁଦ୍ଧ କରିବା ପାଇଁ ଅର୍ଜୁନ ଭଗବାନଙ୍କ ଆଗରେ ଥିଲେ। ତେଣୁ ଯଦି ଆମେ ଅର୍ଜୁନର ଲଜିକ କୁ ଶୁଣିବା, ଜଣେ ସାଧାରଣ ଲୋକ ଯଦି ଶୁଣିବ ସେ ନିଶ୍ଚିତ କନଭିନ୍ସ ହେଇଯିବ ଯେ ଅର୍ଜୁନ ଯାହା କହୁଛନ୍ତି ଠିକ କହୁଛନ୍ତି। କଣ ପାଇଁ ମାରିବେ, କଣ ତାଙ୍କର କିଛି ନାହିଁ ଦୁନିଆରେ ସବୁ ଛାଡିଦବା। ଏହା ଭାବିବେ, ଏହା ତ ଆମେ ଶିଖୁଛନ୍ତି ନା ନାଇଁ, ଏହା ସବୁ ଶୁଣୁଛନ୍ତି। ତେଣୁ ଏଇ ପ୍ରକାର ସିଏ ଅର୍ଜୁନ ଭଗବାନଙ୍କୁ, କିନ୍ତୁ ସାଧାରଣ ଲୋକ ସିନା କନଭିନ୍ସ ହେଇଯିବ, ସେ କହୁଛନ୍ତି ସ୍ଵୟଂ ଭଗବାନ କୃଷ୍ଣ। ସେ କଣ ନା ଆମ ପାଇଁ ଶ୍ରେୟସ କଣ ସେଇ ଜିନିଷ କହିବେ। ଶ୍ରେଷ୍ଠ କର କଣ ସେ ଜାଣିଛନ୍ତି। ତେଣୁ କଣ କରିବେ ନା ଭଗବାନ ଆସନ୍ତା ଅଧ୍ୟାୟରେ ଏଇ ଯୋଉ 5ଟି କାରଣ ଅର୍ଜୁନ କହିଲେ ଯୁଦ୍ଧ ନ କରିବା ପାଇଁ ତାକୁ ଗୋଟେ ଗୋଟିକି ଖଣ୍ଡନ କରିବେ। ଆଉ ତା ବିଷୟରେ କହିବେ କି କେମିତି ଯୋଉ 5ଟା କାରଣ ଅର୍ଜୁନ କଲେ କି ଦୟା ନାହିଁ, ଖୁସି ନାହିଁ, ପାପ ହବ, ପରିବାର ନଷ୍ଟ ହେଇଯିବ, ମୁଁ କନଫ୍ୟୁଜନ ହେଇଯାଉଛି। ଏଇ କାରଣ ଗୁଡାକୁ ଗୋଟେ ଗୋଟେ କରି ଭଗବାନ ଖଣ୍ଡନ କରିକି ଅର୍ଜୁନକୁ ବୁଝେଇବେ କି କାହିଁକି ଯୁଦ୍ଧ କରିବୁ ନାହିଁ। ତୁ ଯୋଉ କାରଣ ଦଉଛୁ ସେ କାରଣ ଗୁଡା ସବୁ ଭୁଲ। ତାକୁ ଆମେ ଦ୍ୱିତୀୟ ଅଧ୍ୟାୟରେ ଦେଖିବା ଆସନ୍ତା କାଲି କୋଉ ପ୍ରକାର ଭଗବାନ ପ୍ରତ୍ୟେକ କାରଣକୁ ଖଣ୍ଡନ କରୁ। ଏଇ ପ୍ରକାର ଆମର ପ୍ରଥମ ଅଧ୍ୟାୟଟି ସମ୍ପୂର୍ଣ୍ଣ ହେଲା। କାହାର କିଛି ପ୍ରଶ୍ନ ଅଛି ଅଧ୍ୟାୟ ନେଇକି ଆପଣ ପ୍ରଶ୍ନ ପଚାରି ପାରନ୍ତି। ଯଦି ନ ବୁଝି ପାରିଲେ କିଛି ଅଧ୍ୟାୟ ରିଗାର୍ଡିଂ ପ୍ରଶ୍ନ ଅଛି ପ୍ରଶ୍ନ ପଚାରିବେ। ହରେ କୃଷ୍ଣ। ହ୍ୟାଣ୍ଡ ରାଇଜ କରନ୍ତୁ କିମ୍ବା ଚାଟ୍ ରେ ମଧ୍ୟ ପ୍ରଶ୍ନ ପଚାରି ପାରନ୍ତି।
हरे कृष्ण। କାହାର କିଛି ପ୍ରଶ୍ନ ନାହିଁ? ଯଦି କାହାର କିଛି ପ୍ରଶ୍ନ ନାହିଁ ତାହେଲେ ଆମେ କ୍ଲାସକୁ ଏଠି ସମାପ୍ତ କରିବା। वाञ्छाकल्पतरुभ्यश्च कृपा सिन्धुव एव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंदकर जय। श्रील प्रभुपादंकर जय। गुरु महाराजंकर जय। समस्तଙ୍କୁ दंडवत प्रणाम। हरे कृष्ण।